ଆଜି ମୋ ମିତ୍ର ମୋତେ କଲ୍ କରି କହିଲେ, ବନ୍ଧୁ ଟିକେ ମାଛ ବେସର ଟିକେ ହଉ। ମୁଁ ଆଉ ବିଳମ୍ବ ନ କରି ମୋ ଗାଡ଼ି ଧରି ସିଧା ଚାଲିଲି ମାଛ ଦୋକାନକୁ। ପହଞ୍ଚିଗଲି, କହିଲି ଭାଇ ମୋତେ ମାଛ ଗୋଟେ ଭଲ ଦେଖିକି ଗୋଟେ ଭଲକି କାଟିକି ଦିଅ। ସେ ଭାଇ ମୋତେ ଧରେଇଦେଲେ। ମୁଁ ନେଇକି ସିଧା ଆସି ପହଞ୍ଚିଲି ରୁମ୍ରେ। ତାକୁ ଭଲସେ ସଫା କରିକି ତାକୁ ହଳଦୀ ଲୁଣ ଗୋଳେଇକି ତାକୁ ସାଇଡ଼୍ରେ ରଖିଦେଲି। ତା ପିଆଜ କାଟିଲି, ତା ବିଲାତି ବି କାଟିଦେଲି। ତାପରେ ସୋରିଷ ଆଉ ଜିରାକୁ ଭେଦେଇକି ରଖା ହେଇଥିଲା, ତାକୁ ଅଦା ରସୁଣ ଲଙ୍କା ଦେଇ ତାକୁ ଗ୍ରାଇଣ୍ଡିଙ୍ଗ କରିବାକୁ ଛାଡ଼ିଦେଲି। ଗ୍ରାଇଣ୍ଡିଙ୍ଗ ହେଇକି ପୁଣି ସେ ପଳେଇ ଆସିଲା। ଆସିଲା ପରେ ତାପରେ ମୁଁ ଗ୍ୟାସ୍ ଚଢ଼େଇକି ତେଲ ଗରମ କରିବାକୁ ଲାଗିଲି। ତେଲ ଗରମ ହେଇଗଲା, ମାଛକୁ ବି ମୁଁ ଛାଡ଼ିଦେଲି। ମାଛକୁ ପୁରା ଲାଲି କଟ କରି ଭାଜିକି ତାକୁ ମୁଁ କାଢ଼ିଦେଲି। ଯେହେତୁ ଏତେ ଦିନ ପରେ ମିତ୍ର ମୋତେ କଲ୍ କରି କହିଛନ୍ତି ଟିକେ ମାଛ ବେସର ହଉ, ତ ଭଲକି ହବ ନା ଆଉ। ପୁଣି ସବୁ ମାଛକୁ ଧୀରେ ଧୀରେ ଲାଲି କରି ମୁଁ ଭାଜିଦେଲି। ଭାଜି ସାରିଲା ପରେ ଶେଷରେ ଥିଲା ଭାଇ ମୁଣ୍ଡ ଦିଟା। ମୁଣ୍ଡକୁ ବି ଭଲକି ଲାଲିକି ଭାଜିକି ତାକୁ ବି ରଖିଦେଲି। ତାପରେ ଭାଇ ମାଛ ତରକାରୀ ମାନେ ସୋରିଷ ତେଲ ନହେଲେ ତ ହବନି। ସୋରିଷ ତେଲ ଗରମ ହେଲା ପରେ ଦୁଇଟା ତେଜପତ୍ର ପକାଇ ପିଆଜ ପକାଇଦେଲି। ପିଆଜକୁ ପକାଇ ସାରିଲା ପରେ ତାକୁ ବି ପୁରା ଯେମିତି ଆମର ହାଲକା ବ୍ରାଉନ୍ କଲର୍ ହେଇଗଲା। ପୁଣି ଯେଉଁ ଅଦା ରସୁଣ ପେଷ୍ଟ ହେଇଥିଲା ତାକୁ ମୁଁ ପକାଇ ସେଠି ଭାଜିବାକୁ ଲାଗିଲି। ଧୀରେ ଧୀରେ ସିଏ ବି ଭାଜି ହେଇ ଆସିଲାଣି। ତାପରେ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ତାପରେ ବ୍ଲାକ୍ ପାଉଡ଼ର, ତାପରେ ଫିସ୍ ମସଲା ପକାଇ ତାକୁ ମୁଁ ଭଲକି ଘାଣ୍ଟିବାକୁ ଲାଗିଲି। ପୁରା ଭଲକି ତାକୁ ମିଶେଇକି ଇଏ ହେଇଗଲା, ମସଲା ଭାଜିଗଲା। ପୁଣି ତା ଉପରେ ବିଲାତି ପକାଇ ଦିଆହେଲା। ବିଲାତି ପରେ ହାଲକା ଲୁଣ, କାହିଁକି ନା ବିଲାତି ସହିତ ଲୁଣ ଦେଲେ ବିଲାତି ମେଲ୍ଟ ହେବନି। ମାଛ ବେସର ହେଉଛି ମାନେ ତ ଆମ୍ବୁଲ ନିହାତି ଦରକାର, ନହେଲେ ମାଛ ବେସର ଭଲ ଲାଗିବନି। ପୁଣି ତା ସହିତ ଯେଉଁ ଆଳୁ ଛଙ୍କା ହେଇଥିଲା ଆଳୁକୁ ପକାଇ ଦିଆହେଲା। ହାଲକା ପାଣି ଦେଇକି ତାକୁ ଏବେ ଫୁଟେଇ ଦେବାକୁ ଛାଡ଼ି ଦିଆହେଲା। ଏପଟେ ମୋର ଭାତ ବି ହେଇ ଆସିଲାଣି। ଆମେ ଯେଉଁ ମସଲାଟା କରିଥିଲେ ମସଲାଟା ଏବେ ଫୁଟି ଆସିଲାଣି। ଏବେ ଆମେ ଗୋଟେ ଗୋଟେ କରି ମାଛ ପିସ୍ ଆମେ ସେଠି ଛାଡ଼ିଦେବା। ଛାଡ଼ିଦେଲା ପରେ ଏପଟେ ଆମ ସାଙ୍ଗ ବି ଆସିକି ପହଞ୍ଚିଗଲାଣି। କହୁଛନ୍ତି ବନ୍ଧୁ ଆଉ କେତେ ଟାଇମ୍? ମୁଁ କହିଲି ଭାଇ ଆଉ ଜଷ୍ଟ 5 ମିନିଟ୍। ତାପରେ ଭାଇ ସିଏ ସେ ଖାଇବା ଖାଇ ସେ ନିଜେ କ'ଣ କହିଲେ ଶୁଣ। ଆଜି ବନେଇଛି, ଓକେ।